ତ ସେଇଠୁ ଜାଣିଲା ତ ମୁଁ ସେଇ ବହୁତ ଫେମସ୍ ସେଇଟା ଯୋଉଟା ଥିଲା ସେଇଟା ହିଁ କହିଦଉଛି ପୁରୀ ବୋଲିରା ଥିଲା। ଆଉ ତତେ ଯିଏ ମାଲ ଦଉଛି ସେ କେବେ ଆଇବ ଆଇବ ଯେ ଏଥର ଫେରିବନି ହେଲା। ବାବୁ ଯେନେ ବଞ୍ଚିଥିବା ଯାଏଁ ପୁରୀରେ ବିଷ ପୁରେଇ ଦେବନି ବୁଝିଲୁ। ଆଉ ବର୍ଷୁ ଆଉ ବୁଝେଇ ଦେ। এইটা হচ্ছে পুরীর স্টাইল। এইটা পুরীর ଏବେ ପୁରୀ ଗଲେ ଆପଣ କେମିତି କଥା ହଉଛନ୍ତି ଲୋକ ଦେଖନ୍ତି ଭଲ କରି? ମୁଁ ନର୍ମାଲି ହିଁ କଥା ହୁଏ। ନାଇଁ ଲୋକ କେମିତି କଥା ହଉଛନ୍ତି ପୁରୀରେ ଲକ୍ଷ୍ୟ କରନ୍ତି? ହଁ ହଁ ମୁଁ ସେଟା ସେତେବେଳେ ତ ବହୁତ ଲକ୍ଷ୍ୟ କରୁଥିଲି। ସେତେବେଳେ ହଁ ମତେ ଯୋଉଦିନ ମତେ ବହୁତ ଭଲ ଲାଗିଲା ନୋଳିଆ ସାହିରେ ସୁଟିଂ ହଉଥିଲା ଅରିଜିନାଲ ଲୋକେସନରେ ତାଙ୍କର ବି କିଛି ଲୋକ ସେ ଜୁନିୟର ହେଇକି ଠିଆ ହେଇଥିଲେ। ତ ସେମାନେ ମତେ ପଚାରିଲେ ଯେ ଆଉ ପୁଅ ଆଉ ତମ ଘର କୋଉଠି ଏଇଠି ପୁରୀରେ? ମୁଁ କହିଲି ଆମ ଘର ମାଉସୀ ପୁରୀ ଆମ ବାବା ଭୁବନେଶ୍ୱର। ନା କହୁନୁ ଘର କୋଉଠି ପୁରୀରେ? ମୁଁ କହିଲି ଆରେ ପ୍ରଣବ କହ ଆଙ୍କ ମୁଁ ପୁରୀର। ବହୁତ ଲୋକ ଭାବିଛନ୍ତି ମୋ ଘର ପୁରୀ। ତ ମାନେ ମୁଁ ଆଉ ଗୋଟେ ଚ୍ୟାନେଲକୁ ବି ଯାଇଥିଲି ଜଣେ କହିଲେ ତାଙ୍କର କହିଲେ ଆପଣଙ୍କ ଘର ପୁରୀ? ମୁଁ କହିଲି ନା ପୁରୀ କିନ୍ତୁ ଗ୍ୟାଙ୍ଗସ୍ ଅଫ୍ ପୁରୀର ସବୁ ଆକ୍ଟର ମାନଙ୍କୁ ମୁଁ ଦେଖୁଥିଲି ସେମାନେ ପୁରୀ ଷ୍ଟାଇଲରେ ପୁରା ଅଭ୍ୟସ୍ତ ଥିଲେ। ସେ ଗେଡାନା କ୍ୟାରେକ୍ଟର ଆକ୍ଚୁଆଲି ପୁରୀର ନା 2-3ଟା ବୋଲି ଅଛି ମାନେ 2-3ଟା ପ୍ରକାରର ବୋଲି ଅଛି। କି ପ୍ରକାର କେମିତି ମାନେ ସେମିତି ଯୋଉମାନେ ଯୋଉ ସୁଆରଙ୍କ ଷ୍ଟାଇଲ ଟିକେ ଆଉ କଣ କରିବ ଖବର ମାଲିକି ଆଉ ତମେ କହିବ ଏଇଭଳିଆ ଅଛି। ଆଉ ଗୋଟେ ସିମ୍ପଲି ଯୋଉଟା ଅଛି ଆଉ କଣ କରୁଥିଲୁ ଯିବୁନି ଏ ଜାଗାରେ ଟିକେ ଚାଲୁନୁ ଯା ଦିଦିଟା ଭାଙ୍ଗ ଟିକେ ନେଇକି ଆସିବା ଚାଲ କଣ ଅସୁବିଧା କଣ? ଏଇ ଗୋଟେ ପ୍ରକାରର ଆହୁରି ଗୋଟେ ପ୍ରକାର ଅଛି ତାଙ୍କୁ 2-3ଟା ଏଇଭଳିଆ ଅଛି। ମୁଁ ସେକେଣ୍ଡ ଟା କରିଥିଲି। ତ ଯେହେତୁ ଚରିତ୍ର ସେଇଆ ଏତେ ନଥିଲା ତ ମାନେ ଯୋଉ ସେଇ ପ୍ରକାର ନଥିଲା ତ ସେଇଥିପାଇଁ ସେକେଣ୍ଡ ଟା କରିଥିଲି। ଏଇ ଯୋଉ ପୁରୀରେ ଆ ଭିତରେ କିଛି ଗୋଟେ ୱେବ ସିରିଜରେ କିଛି ମୋରାଲିଟି କିଛି ମେସେଜ କୁ ଖୋଜାଯାଏ ନା କେବଳ ଏଣ୍ଟରଟେନମେଣ୍ଟ କୁ ଖୋଜାଯାଏ? ଡେଫିନେଟଲି ମେସେଜ ଥିଲା। ମେସେଜ ଏଇଆ ଥିଲା ଯେ ପଲିଟିକ୍ସ ଟା ଗୋଟେ ବହୁତ ବଡ କଥା। ଡାଟି ପଲିଟିକ୍ସ ନ ହବା ଦରକାର। ଯୋଉଟା କି ଦେଖା ହେଇଥିଲା ସେଇଥିରେ ଯେ ଏଇଟା ହେଲେ କେତେ ଖରାପ ହେଇପାରେ। ଆଉ ବାବୁ ଜେନା ଏଇଥିପାଇଁ ହିରୋ ଥିଲା ସେଠି। ବାବୁ ଜେନାକୁ ଲୋକ ଏଇଥିପାଇଁ ଭଲ ପାଇଲେ କାହିଁକି ନା ସେ ଲୋକଟି ଚୋରି ନାରୀ ନିଶା ଏ 3ଟା ଯାକୁ ପସନ୍ଦ କରୁନଥିଲା। ଏ 3ଟା ଯାକୁ ପୁରୀରେ ସେ ପଶେଇ ଦଉନଥିଲା। ତ ଯିଏ ପଶେଇଲା ଅବଭିୟସଲି ସେ ହିଁ ତାକୁ ମାଇଲା। ଆଉ ତ ଏ କାହାଣୀରେ କଣ ସତ୍ୟତା ଅଛି? କ୍ୟାରେକ୍ଟର କୋଉଠି ନା କୋଉଠି କେବେ ନା କେବେ ବଞ୍ଚିଥିଲେ? ହଁ ବଞ୍ଚିଥିଲେ ସତ୍ୟତା ଥିଲା। ତ ରିଅଲ ଷ୍ଟୋରି ହିଁ ଥିଲା। କେବଳ କ୍ଲାଇମାକ୍ସ ଚେଞ୍ଜ ହେଇଥିଲା। ଏଟା ରିଅଲ ଷ୍ଟୋରି ଥିଲା। ତ ଆପଣ ଭାବିଥିଲେ ଆପଣ ଏତେ ସକ୍ସେସ ପାଇବେ ବୋଲି? ନା ମୁଁ ସତ କହୁଛି ମୁଁ ସାର୍ ବିଶ୍ୱାସ କରିବେନି ମୁଁ କରିଦେଇକି ଆସିଲି ମୁଁ ଭୁଲିଗଲି। ବିକଜ ମୁଁ ଜାଣିଛି ୱେବ ସିରିଜ ଏଠି କଣ ୱେବ ସିରିଜ ଲୋକ ଦେଖିବେ ଓଟିଟି ତ ସେତେବେଳେ କିଛି ଆସିନାହିଁ ନା ଜିନିଷ ସିଷ୍ଟମ କିଛି ଆସିନାହିଁ। ଓଟିଟିରେ ଏତେ ଲୋକ ଅଭ୍ୟସ୍ତ ହେଇନଥିଲେ ଯୋଉ ଓଡିଶାରେ ଗୋଟେ ଓଟିଟି ଆସିବ ଲୋକ ଦେଖିବେ। ଆଉ ସ୍ପେଶାଲି ମୁଁ ତା ପୂର୍ବରୁ ଆହୁରି ବି ଗୋଟେ କରିଥିଲି ସେଟା ବି ରିଲିଜ ହେଇନଥିଲା ଆଉ ଗୋଟେ ଓଟିଟିରେ। ତ ମୁଁ କହିଲି ଏ ବି ହବାର କିଛି ନାହିଁ ଚାଲ ପଇସା ମିଳିଲା କଲେ କାମ ଗୋଟେ ଖୁସି ଲାଗିଲା ନୂଆ ଚରିତ୍ର ଗୋଟେ କଲେ। ମୁଁ ଭୁଲି ଯାଇଥିଲି ସେ ବି ରିଲିଜ ହେଲା ବହୁତ ଦିନ ପରେ 8 ମାସ ଖଣ୍ଡେ ପରେ ରିଲିଜ ହେଲା। ତ ମୁଁ ସେତେବେଳକୁ ଭୁଲିଗଲିଣି ଯେ ମୁଁ କରିଥିଲି। ତ ଆଉ ସକ୍ସେସ କଥା କହୁଛନ୍ତି ଆମେ କେହି ବି ଭାବିନଥିଲୁ। କେହି ବି ଭାବିନଥିଲୁ। ଏଇ ସିଜନ 2 ରେ କଣ ସବୁ ଦେଖେଇଛନ୍ତି ଆପଣ? ସିଜନ 2 ରେ ଅଲଗା ପ୍ରକାରର ଟିକେ କାହାଣୀ ଅଛି ମାନେ ପ୍ରେଜେଣ୍ଟ ଅଛି ଫ୍ଲାସେସ୍ ଅଛି ଗୁଡାଏ କଥା ଅଛି। ଯୋଉଥିରେ ଆପଣ ସେମିତି ରିଅଲିଷ୍ଟିକ ରୋଲ କରିଛନ୍ତି? ହଁ ମୋର ଏଥିରେ ଫ୍ଲାସେସ୍ ଅଛି। ଡାୟଲଗ ସେମିତି ପୁରୀ ଷ୍ଟାଇଲ। ମାନେ ବାବୁ ଜେନା 20 ବର୍ଷ ତଳର କଣ ଥିଲା ତ ସେ ୟଙ୍ଗ ଟାଇମ ରେ କଣ ଥିଲା ବାବୁ ଜେନା ଏଇଟା